ଆମର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାର୍ ସହିତ କାହିଁକି ସେଲ୍ଫି ଭିଡ଼ିଓ କଲି କହୁଛି ଶୁଣ। ଅନୁଗୁଳ ଜିଲ୍ଲା ଡେରଜାଙ୍ଗ ଡ୍ୟାମ୍ରେ କେମିତି କ'ଣ ନୂତନ ବୋଟିଂ ଓପନିଂ ହେଉଛି ଆରମ୍ଭରୁ ଶେଷ ଯାଏଁ ଦେଖନ୍ତୁ ଜାଣିପାରିବେ। ଆପଣ ଦେଖିପାରୁଥିବେ କେତେ ସୁନ୍ଦର ଗେଟ୍। ଆପଣମାନେ ସକାଳର ଭିଡ଼ିଓ ଦେଖିଥିଲେ ଦେଖନ୍ତୁ ଗେଟ୍ କେମିତି ଥିଲା, ବର୍ତ୍ତମାନ ଦେଖନ୍ତୁ ଗେଟ୍ କେମିତି ହୋଇଯାଇଛି। ଆପଣମାନେ ମାହୋଲ ଦେଖିପାରୁଥିବେ, ମାହୋଲ କେତେ ଗରମ ପୁରା ଦେଖିପାରୁଥିବେ, କେତେ ଭିଡ଼ ଲାଗିଲାଣି। এই গেট ওপনিং সকাল হয়েছিল, বর্তমান ওপনিং হয়ে সারানি। আমার শিক্ষামন্ত্রী ধর্মেন্দ্র প্রধান সার অলরেডি এন্ট্রি হয়ে সারে। যাতে ভিতরক যা ଆପଣମାନେ ଦେଖିପାରୁଥିବେ ଆମ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାର୍ଙ୍କ ଡାହାଣ ପାର୍ଶ୍ୱରେ ଆମର ଛେନିପଦା ବିଧାୟକ ଅଗସ୍ତି ଭାଇ, ତାଙ୍କ ବାମ ପାର୍ଶ୍ୱରେ ଆମର ଅନୁଗୁଳ ବିଧାୟକ ନିଲୁ ଭାଇ। ଆପଣମାନେ ଦେଖିପାରୁଥିବେ ବର୍ତ୍ତମାନ ପୂଜାର୍ଚ୍ଚନା ଚାଲିଛି। ଆଉ କିଛି ସମୟ ପରେ ଉଦ୍ଘାଟନ ହେବ। ଆପଣମାନେ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିପାରିବେ। ଜୟ ଶ୍ରୀ ଜଗନ୍ନାଥ। ଆପଣ ଗୋଟେ ମାହୋଲ ଦେଖନ୍ତୁ, ବର୍ତ୍ତମାନ ଆମ ଶିକ୍ଷାମନ୍ତ୍ରୀ ପହଞ୍ଚି ସାରିଲେଣି, ପୂଜାର୍ଚ୍ଚନା ଚାଲିଛି। ଦେଖିଦିଅନ୍ତୁ ଆମ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାର୍। ବର୍ତ୍ତମାନ ଉଦ୍ଘାଟନ ସମୟ। ଆମର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାର୍ କେମିତି ଉଦ୍ଘାଟନ କରୁଛନ୍ତି ଦୟାକରି ଆପଣ ଭିଡ଼ିଓକୁ ଆଗକୁ ଦେଖନ୍ତୁ, ସମ୍ପୂର୍ଣ୍ଣ ଜାଣିପାରିବେ। ଜୟ ଶ୍ରୀ ଜଗନ୍ନାଥ। ଉଦ୍ଘାଟନ ଏଠି ସାର୍ କରୁଥିଲେ, ବର୍ତ୍ତମାନ ଉଦ୍ଘାଟନ ସରିଗଲା, ଆପଣ ଦେଖିପାରୁଥିବେ। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାର୍ ଗଛ ରୋଇ ସାରିଲା ପରେ ପୁଣି ଏକ ନୂତନ ପ୍ରକଳ୍ପ କେମିତି କ'ଣ ଉଦ୍ଘାଟନ କରୁଛନ୍ତି ଦୟାକରି ଆପଣମାନେ ଭିଡ଼ିଓ ଯୋଡ଼ିକି ରୁହନ୍ତୁ, ସମ୍ପୂର୍ଣ୍ଣ ଭାବେ ଦେଖିପାରିବେ। ବର୍ତ୍ତମାନ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆମର ଅନୁଗୁଳ ଜିଲ୍ଲା ଡେରଜାଙ୍ଗ ଡ୍ୟାମ୍ରେ କେମିତି ନୂତନ ବୋଟିଂ ଓପନିଂ ହେଉଛି ଆପଣମାନେ ସମ୍ପୂର୍ଣ୍ଣ ଭାବେ ଦେଖନ୍ତୁ। ଲୋକମାନେ ମଧ୍ୟ ଅପେକ୍ଷା କରୁଛନ୍ତି କେମିତି କ'ଣ ବୋଟିଂ ଷ୍ଟାର୍ଟିଂ ହେଉଛି ସମସ୍ତେ ଦେଖିବା ପାଇଁ, ଆପଣମାନେ ଦେଖିପାରୁଥିବେ। ଅପେକ୍ଷାର ଅନ୍ତ ଘଟିଲା, ଫାଇନାଲି ବୋଟିଂ ଓପନ୍ ହୋଇଗଲା। ଯାହା ହେଉ ଅନେକ ଦିନର ଅପେକ୍ଷା ଥିଲା, ଆଜି ଫାଇନାଲି ମାର୍ଚ୍ଚ 21, 2026 ଶନିବାର ଦିନ ଆମର ଅନୁଗୁଳ ଜିଲ୍ଲା ଡେରଜାଙ୍ଗ ଡ୍ୟାମ୍ରେ ନୂତନ ବୋଟିଂ ଆରମ୍ଭ ହୋଇଗଲା। ଆପଣମାନେ ନିଶ୍ଚିନ୍ତ ଭାବରେ ଏଥର ଆସିପାରିବେ। ଆପଣମାନେ ଭିଡ଼ିଓ ଆରମ୍ଭରେ ଦେଖିଲେ ତ କେମିତି ଆମର ଅନୁଗୁଳ ଡେରଜାଙ୍ଗ ଡ୍ୟାମ୍ ବୋଟିଂ କେମିତି କ'ଣ ଷ୍ଟାର୍ଟ ହେଲା, କେମିତି କ'ଣ ସାର୍ମାନଙ୍କୁ ସ୍ୱାଗତ କରାହେଲା। ଆପଣ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଲେ, ମୋ ଦ୍ୱାରା ଯେତିକି ସମ୍ଭବ ହୋଇପାରିଲା ବି ଆପଣମାନେ ଦେଖିଲେ। ତ ଆଜିର ଭିଡ଼ିଓ ଏଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।